ଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ ମଇ 26। ଦିନଟିର ପ୍ରଧାନ ଚିନ୍ତା নম্রতা ଅଭ୍ୟାସ କର। ଅନ୍ୟକୁ ପଛରେ ପକାଇ ନିଜେ ଆଗେଇ ଯିବାର ଚେଷ୍ଟା କେବେ ହେଲେ କର ନାହିଁ। ସ୍ମରଣୀୟ ପଂକ୍ତି ଦିବ୍ୟ ଦୂତ ତୁମେ ଆଗ, ବନ୍ଧୁ ତୁମେ ଦିନହୀନ ଜନର, ବସ ତୁମେ କରି ମୋର ହୃଦୟ ଅଧିକାର। ଧନୀ ଯଦି ହୁଏ ମୁଁ ଅଥବା ଅଭାବେ କାତର, ଐଶ୍ୱର୍ଯ୍ୟ ମଣ୍ଡିତ ଅବା ଦଗ୍ଧ ବ୍ୟଥାତୁର, ରଖ ମତେ ଅନ୍ଧକାରେ ଅଥବା ଆଲୋକେ, କେବଳ ଚାହେଁ ମୁଁ ରହିବ ଗୋ ତୁମେ ହୃଦये ମୋହର, ହୋଇ ମୋର ବନ୍ଧୁ ସଖା ଦେଖାଇବ ପଥ। ନୀତି ଉପଦେଶ ଆମର ଧର୍ମ ଜୀବନକୁ ପ୍ରାଣବନ୍ତ କରିବାକୁ ହେବ। ଆମେ ଯେତେବେଳେ ସହଜ ସରଳ ନମ୍ର ହୋଇ ଜୀବନ ଯାପନ କରିବା, ସେତେବେଳେ ଶରୀର ଓ ମନ ଦୁଇଟି ସୁସ୍ଥ ଓ ଆନନ୍ଦରେ ରହିବ। ଏ ଜୀବନ ପଥରେ ଯଦି ଆମେ ଶୃଙ୍ଖଳା ଓ ପରିଚ୍ଛନ୍ନତା ଆଣୁ, ତାହା ହିଁ ଉତ୍କୃଷ୍ଟ, ତାହା ହିଁ ଆଧ୍ୟାତ୍ମିକ ପଥ। କେବଳ ସଂଗ୍ରାମ କରି ଦେହ ମନକୁ କଷ୍ଟ ଦେଇ ଅଥବା ଦାମ୍ଭିକ ବା ଉଦ୍ଧତ ହୋଇ ଆମେ ସତ୍ୟ ପଥରେ ଅଗ୍ରସର ହୋଇପାରିବା ନାହିଁ। ଯେଉଁମାନେ ବିନମ୍ର, ଯେଉଁମାନଙ୍କ ଆତ୍ମନିବେଦିତ ଜୀବନ, ସେମାନେ ହିଁ ସତ୍ୟ ପଥରେ ଚାଲିଥାନ୍ତି। ପ୍ରାର୍ଥନା ସେହି ଅନନ୍ତର ପ୍ରାର୍ଥନା ସହିତ ଏ ହୃଦୟକୁ ଉତ୍ତୋଳିତ କରେ, ସେ ଯେପରି ଏହାକୁ ସକଳ ନିର୍ଦ୍ଦୟ ଭାବ ଓ ମାଧୁର୍ଯ୍ୟହୀନତାରୁ ମୁକ୍ତ କରନ୍ତି। ତାହାଙ୍କ ପ୍ରେମରେ ଯେପରି ଏ ପ୍ରାଣକୁ ପରିପୂର୍ଣ୍ଣ କରି ରଖନ୍ତି, ସେଠାରେ ଯେପରି ଅନ୍ୟ କିଛି ସ୍ଥାନ ନ ପାଏ। ମୁଁ ଯେପରି ନମ୍ର ଓ ନିଃସ୍ୱାର୍ଥପର ହୋଇ ତାଙ୍କ ସନ୍ତାନମାନଙ୍କ ସେବା କରିପାରିବି ଏବଂ ମୋର ପ୍ରତି ପଦକ୍ଷେପ ଯେପରି ତାହାଙ୍କ ଆଲୋକରେ ଆଲୋକିତ ହୁଏ।